ମନେ କରନ୍ତୁ ଆପଣଙ୍କର ଆଗରେ ଗୋଟେ ଲୋକଟେ ବହୁତ ପ୍ରୋବ୍ଲେମରେ ପଡ଼ିଛି ଆଉ ସେ ପ୍ରୋବ୍ଲେମରୁ ବାହାରିବା ପାଇଁ ତା ସଲ୍ୟୁସନ୍ ଖୋଜିବା ପାଇଁ ସେ ବହୁତ ଚେଷ୍ଟା କରୁଛି କିନ୍ତୁ ସେ ସଲ୍ୟୁସନ୍ ପାଉନି କି ପ୍ରୋବ୍ଲେମରୁ ବାହାରି ପାରୁନି। ଆପଣ କ'ଣ କରିବେ? ଆପଣଙ୍କ ତରଫରୁ ଆପଣ ତାକୁ ସାହାଯ୍ୟ କରିବେ ନା ନାହିଁ? ଠିକ୍ ନୁହେଁ ନା ଭୁଲ କହିଲି? ସାହାଯ୍ୟ କରିବେ। ତ ସାହାଯ୍ୟ କରିସାରିଲା ପରେ ଆପଣ ତାକୁ ଯେତିକି ସମ୍ଭବ ଆପଣଙ୍କୁ ସାହାଯ୍ୟ କଲେ ଆଉ ସେ ମାନେ ଠାକୁରଙ୍କ ଦୟାରୁ କ'ଣ ହେଲା ତାର ସଲ୍ୟୁସନ୍ ପାଇଗଲା ଆଉ ସେ ପ୍ରୋବ୍ଲେମରୁ ବି ବାହାରିଗଲା। କିନ୍ତୁ ଆପଣ ସାହାଯ୍ୟ କରିସାରିଲା ପରେ କିନ୍ତୁ ଏଇ ଗୋଟେ କଥାକୁ ଆଶା ରଖିବେନି ଯେ ମୁଁ ତାକୁ ଏତେ ସାହାଯ୍ୟ କଲି କିନ୍ତୁ ସିଏ ମୋତେ କିଛି ଦେଲାନି କି କିଛି 100-200 ଦେଇଥାନ୍ତା କି ଗିଫ୍ଟ ଆଶାରେ ଆପଣ ରହିଲେ। ମାଇଣ୍ଡସେଟ୍ ଆମର ସେମିତି ନା ନାହିଁ। ମାନେ ଆପଣ ତାକୁ ଏତେ ସାହାଯ୍ୟ କଲେ କି ଯଦି ଗୋଟେ ଲୋକକୁ ସାହାଯ୍ୟ କିଏ କରିବ, ଯଦି ସେ ଲୋକଟେ କିଛି ନ ଦେଲା କି ଆପଣ ତାକୁ ସିମ୍ପଲ୍ ଗୋଟେ ଥ୍ୟାଙ୍କ ୟୁ କରିକି ଗଲା, ଆମ ଲୋକମାନେ କ'ଣ କରିବେ? ଭାବିବେ ଯେ ଏ ଲୋକଟାକୁ ଏତେ ସାହାଯ୍ୟ କଲି କିନ୍ତୁ ମୋତେ କିଛି ଦେଲାନି କି କିଛି 100-200 ଖର୍ଚ୍ଚ ଦେଲାନି କି ଯାଚିଲାନି କି ଗୋଟେ ଗିଫ୍ଟ ଦେଲାନି। ଠିକ୍ କହିଲି ନା ଭୁଲ କହିଲି? ଏଇଟା ମୁଁ କହିଲି ଆପଣ ଭୁଲ କରୁଛନ୍ତି। ଆପଣ କେବେ ବି ଏମିତି ମାଇଣ୍ଡସେଟ୍ରେ ରୁହନ୍ତୁନି। କାହିଁକିନା ଆପଣ ନିଜ ତରଫରୁ ସାହାଯ୍ୟ କରୁଛନ୍ତି ଆଉ ଆପଣଙ୍କ କର୍ମ କରୁଛନ୍ତି ଆପଣମାନେ। ଓକେ, ଆପଣ କର୍ମ କରୁଛନ୍ତି, ସେ କର୍ମଟା ଆପଣଙ୍କର ଉପରବାଲା ଠାକୁରଙ୍କ ଉପରବାଲା ତାଙ୍କ ଡାଏରୀରେ ସେ ରଖିଦେଇଛନ୍ତି। ଡାଏରୀ ସେ ଲେଖି ରଖିଲେ ଆପଣଙ୍କ କର୍ମର ଫଳ ଆପଣଙ୍କୁ ଶେଷରେ ମିଳିବ। ଆପଣ ସେମିତି ଆଶା କେବେ ବି ରଖିବେନି।